ହୁଏତ ସ୍ୱତନ୍ତ୍ର ଗାଁ ପାଇଁ ଅନେକ ଦିନ ପରେ ଆଜି ଏତେ ଲୋକ ଏକା ଜାଗାରେ ସମସ୍ତେ ଏ ସତ୍ବିଚାର ମନ୍ଦିରକୁ ପରିଚାଳନା ପାଇଁ କୌଣସି ଲୋକ ଆମେ ବାଧା ପହଞ୍ଚାଇବାନି। ମନ୍ଦିରର ଉନ୍ନତି ହେବା ପାଇଁ ଆମେ ସମସ୍ତେ ଏକାଧାରାରେ ସମର୍ପିତ ହେବା ଏ ଭାବନା ନେଇ ଆଜି ଏକ ଦୀପଟିଏ ଲଗାଗଲା ଏବଂ ଭଗବାନଙ୍କୁ ଗିରିଧାରୀଙ୍କୁ ଏଠି ସ୍ଥାପନ କରାଗଲା, ପୂଜନ କରାଗଲା। ଆମ ସହିତ ଧାର୍ମିକ ଭାବନାର ଜଣେ ବ୍ୟକ୍ତି ଗୁରୁ ଗୌରଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ଦ୍ୱାରା ଏଠି ଆମର ଅଧ୍ୟାବାସ ହୋଇଥିଲା। ଆଉ ବର୍ତ୍ତମାନ ଏବେ ଶେଷ ପର୍ଯ୍ୟାୟରେ ଆଉ ବୈଠକରେ କ'ଣ ସବୁ ବିଚାର ହେଲା ଆଉ ଏ ସମସ୍ତ ବିଚାର ସହସ୍ର ଗୋପନାରୀ ଗୋପାଙ୍ଗନାଙ୍କୁ ଏବଂ ସମସ୍ତ ଗୋପାଳ ବାଳକଙ୍କ ସହିତ ଗୋମାତାଙ୍କୁ ରକ୍ଷା କରିବା ପାଇଁ ଭଗବାନ ଗିରିଧାରୀ ନିଜ କାଣିଆକୁତିରେ ଗିରି ପର୍ବତ ତଳେ ଏ ସମସ୍ତ ବ୍ରଜବାସୀଙ୍କୁ ରକ୍ଷା କରିଥିଲେ। ଯଦିବା ଏଭଳି ବିପତ୍ତି ସମୟରେ ଭଗବାନ ନିଜ କାଣିଆକୁତିରେ ଏକ ବିପତ୍ତିକୁ ଟଳେଇ ଦେଇଥିଲେ, ସେଥିପାଇଁ ହୁଏତ ଆମେ ଏ ଗିରିଧାରୀ ଭାବନାରେ ଲୋକଙ୍କର ଭିତରେ ଏକ ଉଦ୍ବେଗ ଜାଗୃତି ହେଲା ଏବଂ ଗିରିଧାରୀ ସଂସ୍କୃତି ଗିରିଧାରୀ ତତ୍ତ୍ୱ ବିଷୟରେ ଜାଣିବା ଏବଂ ଗିରିଧାରୀ ତତ୍ତ୍ୱ ଗିରିଧାରୀ ସଂସ୍କୃତିର ଉନ୍ନତି ଦିଗରେ ନିଜେ ମଧ୍ୟ କିଛି ସମାଧିଷ୍ଠ ହେବା ପାଇଁ ସମସ୍ତେ ଆଜି ସମର୍ପିତ ଭାବନାରେ ଆସିଲେ। ତ ନିଜ ଭାବନାରେ କ'ଣ ଅନୁଭବ କରୁଛ? ଏ ଯେଉଁ ଆରମ୍ଭ ହୋଇଛି ଗିରିଧାରୀଙ୍କର ଭାବନା, ଗିରିଧାରୀ ସଂସ୍କୃତି ସତ୍ୟ ସନାତନ ଧର୍ମର ସୁରକ୍ଷା ଏସବୁ ଦିଗରେ ଆଜି କିଭଳି ଭାବରେ ଲୋକ ଗାଁ ଲୋକ ବିଚାର କଲେ ତାକୁ ଆମେ ଆମ ସାଙ୍ଗ ଭାଇମାନଙ୍କୁ କ'ଣ କହିବା? ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ନମୋ ନମଃ। ଜୟ ଜଗନ୍ନାଥ, ଜୟ ଶ୍ରୀ ଗିରିଧାରୀ। ଆମର ଏ ବୈଠକଟିର ମୂଳ ଉଦ୍ଦେଶ୍ୟ ହେଲା ଗିରିଧାରୀ ମନ୍ଦିରର ସୁପରିଚାଳନା। ଗିରିଧାରୀ ମନ୍ଦିର ହେଉଛି ଦୀର୍ଘ 500 ବର୍ଷ ପୂର୍ବର ଆଗରୁ ବହୁତ ସୁନ୍ଦର ପରିଚାଳନା ହେଉଥିଲା ବୋଲିକି ଆମର ବୟୋଜ୍ୟେଷ୍ଠମାନଙ୍କୁ ଶୁଣିଥିଲୁ। ଏବେ ବି ମଧ୍ୟ ପରିଚାଳନା ହେଉଛି, କିନ୍ତୁ ସୁପରିଚାଳନାଟା ହୋଇପାରୁନାହିଁ, ଯେଉଁଟାକି କିଛି ବ୍ୟାଘାତ ଦେଖାଦିଏ। ସେ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଆମେ ଗିରିଧାରୀ ପ୍ରେମୀକି ଘର ଘର ବୁଲି ନିମନ୍ତ୍ରଣ ପତ୍ର ଦ୍ୱାରା ନିମନ୍ତ୍ରଣ କରାଯାଇଥିଲା। ବହୁତ ଲୋକ ଆସିଲେ, ନିଜ ନିଜର ମତାମତ ଦେଲେ। ଯିଏ ପରିଚାଳନା ଏ ଜିନିଷ କରୁଛନ୍ତି, ବୟୋଜ୍ୟେଷ୍ଠମାନେ କହିଲେ ଯିଏ ଏ ଜିନିଷ ପରିଚାଳନା କରୁଛି ତାକୁ ଡାକିକି ତାର ସୁପରିଚାଳନା କେମିତି କରାଯିବ ଆଉ ତାର ଉନ୍ନତି କେମିତି ହେବ, ପ୍ରଥମେ ମତାମତ ଲୋକଙ୍କଠୁ ନିଆଗଲା। ତେବେ ବରିଷ୍ଠମାନଙ୍କ ଏ ନିଷ୍ପତ୍ତି ଅନୁସାରେ ଆମେ ପରବର୍ତ୍ତୀ କାର୍ଯ୍ୟଧାରା ପୁଣି ଥରେ ସେ ଯେଉଁ ଗାଁର କିଛି ବ୍ୟକ୍ତି, ଗାଁର କିଛି ଅନୁଭୂତି, ଗାଁର କିଛି ଇତିହାସ ଜାଣିଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଆମେ ସେଇ ଠାକୁର ରାଜାଙ୍କ ପାଖକୁ ପହଞ୍ଚିବା ପାଇଁ ଏକ ପ୍ରକାର ନିଷ୍କର୍ଷ ବାହାରିଛି ବୈଠକରେ। ତ ସେଇ ନିଷ୍କର୍ଷ ଅନୁସାରେ ଆଗାମୀ ଦିନରେ ଆମେ ଠାକୁର ରାଜାଙ୍କ ପାଖକୁ ଯାଇ ଏସବୁ ଜିନିଷ ଆଲୋଚନା କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି। ପରବର୍ତ୍ତୀ ସମୟରେ ଗିରିଧାରୀ ସଂସ୍କୃତିର ଏଭଳି ଅନେକ କଥାବସ୍ତୁ, ଗାଁର ତତ୍ତ୍ୱ, ସତ୍ୟ ସନାତନ ଧର୍ମର ସୁରକ୍ଷା ପାଇଁ ଅନେକ କିଛି ଜିନିଷକୁ ନେଇ ପୁଣି ଆଗାମୀ ଅଧ୍ୟାୟରେ ଆସିବ। ଜୟ ଶ୍ରୀ ଗିରିଧାରୀ, ରାଧେ ରାଧେ, ଜୟ ଜଗନ୍ନାଥ। ଦେଖୁଛନ୍ତି ଭିଡ଼ିଓ ମାଧ୍ୟମରେ ଯେଉଁମାନେ ଉପସ୍ଥିତ ନାହାନ୍ତି ସେମାନଙ୍କର ଆନ୍ତରିକତା ଏ ଗିରିଧାରୀ ସଂସ୍କୃତି ଏବଂ ଗାଁ ପ୍ରତି ଏବଂ ସତ୍ୟ ସନାତନ ଧର୍ମର ସୁରକ୍ଷା ପାଇଁ କ'ଣ ରହିବ ସେମାନଙ୍କୁ ମତାମତ ଦେବେ। ଆଜିର ବାର୍ତ୍ତା ଆପଣ ସେମାନଙ୍କୁ ଦେବେ। ଜୟ ଶ୍ରୀ ଗିରିଧାରୀ। ପୂଜା, ରଥ, ନାମଯଜ୍ଞ ମଣ୍ଡପ, ସେବାୟତ ଏବଂ ପ୍ରସାଦର ବ୍ୟବସ୍ଥା ଉନ୍ନତିକରଣ ତଥା ରକ୍ଷା କରି ମନ୍ଦିରକୁ ସୁପରିଚାଳନା କରିବା ଏବଂ ସଦ୍ଭାବନା ସହିତ ପ୍ରଜା ସାଙ୍ଗେ ସୁସମ୍ପର୍କ କରି ସମସ୍ତେ ଏକତ୍ରିତ ଗ୍ରାମବାସୀ ହୋଇ ମନ୍ଦିରର ଉନ୍ନତି ଏବଂ ପରିଚାଳନା ବିଷୟରେ ଆଜି ବୈଠକରେ ଚିନ୍ତା କଲୁ। ଜୟ ଶ୍ରୀ ଗିରିଧାରୀ। 20-25 ବର୍ଷ ଏବେ 12 ମାସ କିନା ଯାନି ଯାତ୍ରା ଯାଉଛୁ। ରଥଯାତ୍ରା ହେଲେ ଆମେ ସେଠି
ବଚନିକା ବହୁତ ଏଇଭଳିଆ ମୋର ସମ୍ପର୍କ ସେଠି ଅଛି। ଅତି ପୁରାତନ ମନ୍ଦିର, ସେଠି ପ୍ରସାଦର ମହିମା ଅଲଗା। ସେଠି ଚାରୁ ପାଣି ଖାଇଲେ ମଧ୍ୟ ସେ ମନ୍ଦିରର ସେ ପ୍ରସାଦକୁ ଯେତେ ପ୍ରସାଦ ଆମର ମିଳିବ ଆଜିକିଟା ମୁଁ କେବେ କାହାର ନାହିଁ, ମୁଁ ନିଜେ ବସି ଖାଇପାରିବି। ମୋତେ ସେତେ ଆଗ୍ରହ ଲାଗେ ସେ ମନ୍ଦିରର ପ୍ରସାଦ। କିଛି ନଥାଉ ଚାରୁ ପାଣି ଖାଇଲେ ମଧ୍ୟ ସେଠି ଗିର୍ଜାରୀଙ୍କର ମହିମା ଅଲଗା। ସେ ମନ୍ଦିର ଯାହା ହେଉଛି ହଉ, ମାତ୍ର ମନ୍ଦିରର ଉନ୍ନତି ଆଗକୁ ହେବାଟା ସମସ୍ତେ ଚାହିଁବେ। ଆମେ ବି ଚାହୁଁଛୁ ଯେକୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉ, କିନ୍ତୁ ଗିରିଧାରୀଙ୍କ ପାଇଁ କେବେ କୌଣସି ଅସୁବିଧା ହେଲା ଭଳିଆ ନ ହଉ। ତାଙ୍କର ଉନ୍ନତି, ତାଙ୍କର ସବୁ ପରିଚାଳନା ଯେମିତି ସୁନ୍ଦର ଭାବରେ ହେଇପାରିବ ସେଭଳିଆ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉ, ଏତିକି ମୋର ନିବେଦନ। ସେ ଉଦ୍ଦେଶ୍ୟ ସମସ୍ତଙ୍କର, କିନ୍ତୁ କାମ